ସ୍ତ୍ରୀର ସାବିତ୍ରୀ ଉପବାସ ସ୍ୱାମୀର ନେଇଗଲା ଜୀବନ। ସ୍ତ୍ରୀଟିଏ ନିଜର ସ୍ୱାମୀର ଦୀର୍ଘାୟୁ କାମନା କରି ପାଳନ କରିଥାଏ ସାବିତ୍ରୀ ବ୍ରତ। କିନ୍ତୁ ଏ ସାବିତ୍ରୀ ବ୍ରତ ଯେ ସ୍ୱାମୀର ଜୀବନକୁ ବିପଦକୁ ଠେଲିଦେବ, ଏ କଥା କୋଉ ସ୍ତ୍ରୀ କେବେ ସ୍ୱପ୍ନରେ ଭାବିନଥିବ। କିନ୍ତୁ ଏମିତି ଏକ ଦୁଃଖଦ ଘଟଣା ଘଟିଯାଇଛି ଏହି ସାବିତ୍ରୀ ବ୍ରତରେ। ସ୍ତ୍ରୀର ସାବିତ୍ରୀ ବ୍ରତ କାଳ ସାଜିଗଲା ସ୍ୱାମୀ ପାଇଁ। ସ୍ତ୍ରୀର ଶଙ୍ଖା ସିନ୍ଦୁର ଏବେ ପଡ଼ିଛି ବିପଦରେ। ଆଉ ଘଟି ଯାଇଛି ଏକ ଲୋମ ଟାଙ୍କୁରା ହୃଦୟ ବିଦାରକ ଘଟଣା। ତ ଦର୍ଶକ ବନ୍ଧୁ, ଭିଡ଼ିଓ ଆରମ୍ଭ କରିବା ପୂର୍ବରୁ ଆପଣ ଯଦି ଜଗତର ନାଥ ମହାପ୍ରଭୁ ଜଗନ୍ନାଥଙ୍କୁ ନିଜର ଆରାଧ୍ୟ ମାନୁଥାନ୍ତି, ଆଉ ନିଜେ ଜଣେ ହିନ୍ଦୁ ବୋଲି ଗର୍ବ ଅନୁଭବ କରୁଥାନ୍ତି, ତାହେଲେ ଭିଡ଼ିଓଟିକୁ ଏକ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ଲେଖି ଦିଅନ୍ତୁ। ଆଉ ଚ୍ୟାନେଲକୁ ଯଦି ନୂଆ କରି ଆସିଥାନ୍ତି, ସବସ୍କ୍ରାଇବ୍ କରି ବେଲ୍ ଆଇକନକୁ ଦବାଇ ଦିଅନ୍ତୁ। ତ ଦର୍ଶକ ବନ୍ଧୁ, ଆଉ ଡେରି ନ କରି ଭିଡ଼ିଓଟିକୁ ଆରମ୍ଭ କରିବା। ବାଲେଶ୍ୱର ଜିଲ୍ଲା ଗୋପାଳପୁର ଅନ୍ତର୍ଗତ ନିମାପଡ଼ା ଗ୍ରାମର ଶୁଭଶ୍ରୀ ଦାସ, ବୟସ 26 ବର୍ଷ। ଶୁଭଶ୍ରୀ ମ୍ୟାଡାମଙ୍କ ସ୍ୱାମୀ ଅରୁଣ କୁମାର ଦାସ ଭୁବନେଶ୍ୱରର ଅନ୍ନପୂର୍ଣ୍ଣା ହୋଟେଲରେ ରୋଷେଇଆ ଭାବରେ କାମ କରନ୍ତି। ନିଜ ଶାଶୁ ଆଉ 2 ବର୍ଷର ପୁଅ ସହ ରହନ୍ତି ଶୁଭଶ୍ରୀ ମ୍ୟାଡାମ। ଶ୍ୱଶୁରର 2 ବର୍ଷ ହେଲା ଆରପାରିକୁ ଚାଲିଯିବାର ଦୁଃଖ ଅରୁଣ ବାବୁଙ୍କ ମା କୁ ବହୁତ କଷ୍ଟ ଦେଇଥିଲା ଏବଂ ସେ ଗାଁ ଛାଡ଼ି ଯିବାକୁ ମଧ୍ୟ ରାଜି ହେଉନଥିଲେ। ଆଉ ସେଇଥିପାଇଁ ଅରୁଣ ବାବୁ ଭୁବନେଶ୍ୱରରେ ଏକା ରୁହନ୍ତି। କେବେ କେବେ ହୋଟେଲରୁ ଛୁଟି ମିଳିଲେ ଘରକୁ ଆସନ୍ତି। ଦିନେ 2 ଦିନ ରହି ପୁଣି ଭୁବନେଶ୍ୱର ଚାଲିଯାଆନ୍ତି। ସବୁ ପର୍ବପର୍ବାଣୀରେ ପ୍ରାୟ ଘରକୁ ଆସନ୍ତି। ସେହିଭଳି ସାବିତ୍ରୀ ବ୍ରତର 2 ଦିନ ଆଗରୁ ଘରକୁ ବାହାରିଲେ ଅରୁଣ ବାବୁ। ଶୁଭଶ୍ରୀ ମ୍ୟାଡାମ ଫୋନ କରି କହିଥିଲେ, ଏଥରେ 1 ଦିନ ଆଗରୁ ତୁମେ ଘରକୁ ଆସିବ। ଆଉ ତୁମେ ଆସିଲେ ଆମେ ଶାଢ଼ୀ କିଣିବାକୁ ଯିବା। ସେଥିପାଇଁ ଅରୁଣ ବାବୁ 1 ଦିନ ଆଗରୁ ହୋଟେଲ ମାଲିକଙ୍କ ଠାରୁ ଛୁଟି ଆଣି ଖୁସିରେ ବାହାରି ପଡ଼ିଥିଲେ ଘରକୁ। କିନ୍ତୁ ସେଦିନ ତାଙ୍କ ଭାଗ୍ୟରେ ଖୁସି ନୁହେଁ, ବରଂ ଥିଲା ଅନ୍ୟ କିଛି। ଯେ ସାବିତ୍ରୀ ବ୍ରତ ତାଙ୍କ ପାଇଁ ସାଜି ଯାଇଥିଲା କାଳ। ସେଦିନ ଥିଲା 2023 ମସିହା ମେ ମାସ 18 ତାରିଖ। ପରଦିନ ସକାଳ ପାହିଲେ ହେବ ସାବିତ୍ରୀ ବ୍ରତ। ଘରେ ତାଙ୍କ ସ୍ତ୍ରୀ ତାଙ୍କ ପାଇଁ ନିଷ୍ଠାର ସହିତ ସାବିତ୍ରୀ ବ୍ରତ କରିବେ। ଜଲ୍ଦି ଘରକୁ ପହଞ୍ଚିଲେ ଶାଢ଼ୀ ଚୁଡ଼ି ସହ ଫଳ ସବୁ କିଣାକିଣି ହେବ। ସେଥିପାଇଁ ନିଜେ ବାଇକ୍ ଧରି ସନ୍ଧ୍ୟା ପ୍ରାୟ 5ଟା 45 ପାଖାପାଖି ହେବ ବାହାରି ପଡ଼ିଲେ ଘରକୁ। ହେଲେ ଲେଟ୍ ହୋଇଗଲାଣି ବୋଲି ସେପଟେ ଶୁଭଶ୍ରୀ ମ୍ୟାଡାମ ବାରମ୍ବାର ଫୋନ କରୁଥିଲେ ତାଙ୍କୁ। ଆଉ ଅରୁଣ ବାବୁ ବି ବ୍ୟସ୍ତ ହୋଇ ପଡ଼ୁଥିଲେ ଏବଂ ଶୀଘ୍ର ଶୀଘ୍ର ବାହାରିବା ପାଇଁ ଚେଷ୍ଟା କରୁଥିଲେ ମଧ୍ୟ। ଏମିତି
जल्दी जाई घरे पहुँचीबे बोली सेथिपाई बाइक को स्पीड रे नहीं जाउथिले से। आउ एहा परे तांको सह जहा घटिला ताहा थिला बहुत हृदय विदारक। घरे पहुँचीबा बदल रे से पहुँची गले मेडिकल रे। से बाइक स्पीड रे नेउथांती सेते बेलकु राती 8:30 पाखापाखि हेब। हरिपुर हाट निकटरे सामना पटरु आसुथिबा गाड़ीर लाइट तांको मुह उपरे पड़िला। आउ तांकु हठात किछि देखा गलानी। से नियंत्रण हराई बाइक रु खसी पड़ी जाई गछरे पिटी होई गई। एहा परे गछरे माड़ हेबा परे अरुण बाबू रास्ता तले चेता शून्य होई रक्त जुड़ू बुड़ू अवस्था पड़ी गले। आउ तांकर एक्सीडेंट हेबा परे पाखरे थिबा किछि लोक मध्य तांकु से दिन उद्धार करि नै जाइतिले। स्वामींकर डेरी हेबा देखि शुभश्री मैडम बारंबार अरुण बाबू को फोन करुथिले। आउ तांकु मेडिकल नहीं जाइथिबा व्यक्ति माने फोन रिसीव करी अरुण बाबूंकर एक्सीडेंट होइतिबा कथा शुभश्री मैडम को कहिले। स्वामींकर एक्सीडेंट खबर सुनी मैडम हठात पागेली होई भो भो कांदीबाकू लागिले एवं कांदी कांदी बेहोश होई मध्य पड़ी जाइथांती। किंतु कौन करिबे किछि भाबी न पारी से हठात चिंता कले जे तांको परिवारंको सहित हॉस्पिटल को जीवा पाई एवं यहाँ परे निष्पत्ति नेले समस्ते जाई हॉस्पिटल रे पहुँचीबे बोली एवं टंका जोगाड़ करी मध्य सेमाने जाई पहुँची जाइथिले हॉस्पिटल रे। आउ परिवार लोकों को नहीं दौड़ी आसिले हॉस्पिटल। सेते बेलकु मेडिकल रे अरुण बाबू जीवन मरण सह संग्राम करुथिले। देह सारा चारिआडे रक्त बुड़ू बुड़ू चेता शून्य अवस्था रे पड़ी थांती से हॉस्पिटल बेड रे पड़ी थांती अरुण बाबू। आउ डाक्तर माने मध्य तांकर चिकित्सा रे लागि थांती। अरुण बाबूंकर अवस्था अत्यंत गुरुतर थिला से दिन जहा कि डाक्तर माने मध्य देखि आश्चर्य हो जाइतिले। से दिन डाक्तर मध्य शुभश्री मैडम को कहिले आपणक स्वामींकर अवस्था अत्यंत गुरुतर अछि। जेते जल्दी पारिबे आपण तांकु बड़ मेडिकल को नहीं जानतु। स्वामी को एमिति अवस्था रे देखी निज को आउ संभाली पारिलेनी शुभश्री मैडम। तांकु एमिति लागुथिला जेमिति से मध्य सेटारे जीवन हारिदे। सकाळ पाहिले सावित्री व्रत आउ एठी स्वामी मरण सह लड़ुछंती। कि भूल कली स्वामी को डाकी एमिति कही भो भो कांदुतांती शुभश्री मैडम। कौन करिबे से काहाकू कहिबे बड़ मेडिकल को नेबाकू हेले बहुत टंका दरकार। कोठू आनिबे एते टंका। राति पाही सकाळ हेला हेले अरुण बाबूंको स्वास्थ्य किछि उन्नति घटिलानी। शेषरे आउ किछि उपाय न पाई दौड़ी गले पाखरे थिबा जगन्नाथ मंदिर सामना। आउ से दिन
ମହାପ୍ରଭୁଙ୍କ ପାଖରେ ଯାଇ ହାତ ଯୋଡ଼ି ପଡ଼ିଗଲେ। ଆଖିରୁ ଧାର ଧାର ହୋଇ ଲୁହ ଗଡ଼ି ଆସୁଥାଏ ତାଙ୍କର। ଭୋ ଭୋ କାନ୍ଦି ମହାପ୍ରଭୁଙ୍କୁ କହୁଥାନ୍ତି, ହେ କାଳିଆ ଠାକୁର, ହେ ଜଗତର ନାଥ ଜଗନ୍ନାଥ, ଏ କି ପରୀକ୍ଷା ନେଉଛନ୍ତି ମୋର? ଆଜି ଭଳି ଏ ପବିତ୍ର ଦିନରେ ମୋ ସ୍ୱାମୀଙ୍କୁ ଏ ଅବସ୍ଥାରେ କେମିତି ଦେଖିବି ମୁଁ? ଆଜି ପରା ସାବିତ୍ରୀ ବ୍ରତ, ସ୍ତ୍ରୀ ହୋଇ ଆଜି ମୁଁ ଯମ ପାଲଟି ଯାଇଛି। ମୋ ସ୍ୱାମୀ ମୋ ଦେବତା, ହେଲେ ସେ ଆଜି ମେଡିକାଲ ବେଡରେ ମରଣ ସହ ଲଢୁଛନ୍ତି। କେବଳ ମୋରି ପାଇଁ ପ୍ରଭୁ, କେବଳ ମୋରି ପାଇଁ। କାରଣ ମୁଁ ତାଙ୍କୁ ଡକେଇ ପଠେଇ ନଥିଲେ ସେ ଆସିନଥାନ୍ତେ। ହେ ପ୍ରଭୁ, ହେ କି କଲି ମୁଁ? କିନ୍ତୁ ମୁଁ କଣ ଜାଣିଥିଲି ପ୍ରଭୁ ତାଙ୍କ ସହ ଏମିତି ହୋଇଯିବ ବୋଲି? ଆଉ ଆଜି ମୁଁ ତାଙ୍କ ପାଇଁ କିଛି ବି କରିପାରୁନାହିଁ ପ୍ରଭୁ। ଛୋଟ ବେଳୁ ମୁଁ ତୁମକୁ କେତେ ଭକ୍ତି କରି ଆସୁଛି ପ୍ରଭୁ, ସବୁବେଳେ ତୁମ ପୂଜା କରି ଆସୁଛି। କିନ୍ତୁ ଆଜି ତୁମେ ମୋତେ ଏ କି ବିପଦରେ ପକେଇଦେଲ ପ୍ରଭୁ। ମୋ ଉପରେ ଦୟା କର ହେ ମହାପ୍ରଭୁ। ମୋ ସ୍ୱାମୀ ଏ ବିପଦରେ ପଡ଼ିଛନ୍ତି, ଏ ବିପଦରୁ ତାଙ୍କୁ ଉଦ୍ଧାର କର ପ୍ରଭୁ, ଏ ବିପଦରୁ ତାଙ୍କୁ ଉଦ୍ଧାର କରନ୍ତୁ। ନହେଲେ ଆଜି ଏଭଳି ପବିତ୍ର ସାବିତ୍ରୀ ବ୍ରତରେ ମୋ ମଥାର ସିନ୍ଦୁର ଲିଭିଯିବ ମହାପ୍ରଭୁ। ମୋ ଶଙ୍ଖା ସିନ୍ଦୁର ମୋତେ ଫେରାଇ ଦିଅ ମହାପ୍ରଭୁ, ମୋତେ ଫେରାଇ ଦିଅ। ଏମିତି କହି ମହାପ୍ରଭୁଙ୍କ ଆଗରେ ଭୋ ଭୋ ହେଇ କାନ୍ଦୁଥାନ୍ତି ଶୁଭଶ୍ରୀ ମାଡାମ। କଣ କରିବେ? ଆଉ କିଛି ଉପାୟ ନଥାଏ ତାଙ୍କ ପାଖରେ। ସେ କେବଳ ମହାପ୍ରଭୁଙ୍କ ପାଖରେ ନିଜକୁ ସମର୍ପଣ କରିଦେଇଥାନ୍ତି ସେଦିନ। ଜଗତର ନାଥ ଜଗନ୍ନାଥ, ହେ ଜଗତର ଠାକୁର, ମୋ ଡାକ ଥରେ ଶୁଣ ମହାପ୍ରଭୁ, ମୋ ଡାକ ଥରେ ଶୁଣ। ଏମିତି କହି ଭୋ ଭୋ କାନ୍ଦୁଥାନ୍ତି ଶୁଭଶ୍ରୀ ମାଡାମ। ଆଜିର ଏ ପବିତ୍ର ଦିନରେ ମୋ ଭକ୍ତର ଆଶୀର୍ବାଦ ଦିଅନ୍ତୁ। ହେ ପ୍ରଭୁ, ଆଜି ତୁମେ ହିଁ ମୋର ସାହା ଭରସା। ଆଉ ଯଦି ଆଜି ମୋ ସ୍ୱାମୀର କିଛି ହୋଇଯାଏ, ତାହେଲେ ମୁଁ ଆଜି ଆପଣଙ୍କ ଦୁଆରେ ମୁଣ୍ଡ ପିଟି ପିଟି ମରିଯିବି ଠାକୁରେ, ମୁଣ୍ଡ ପିଟି ପିଟି ମରିଯିବି। ମହାପ୍ରଭୁଙ୍କୁ ଏମିତି କେତେ କଥା କହି ମନ୍ଦିର ଭିତରେ ଚେତାଶୂନ୍ୟ ଅବସ୍ଥାରେ ପଡ଼ି ରହିଲେ ଶୁଭଶ୍ରୀ ମାଡାମ। ଆଉ ସତରେ ସେଦିନ ଯେମିତି ମହାପ୍ରଭୁ ତାଙ୍କ ଡାକ ଶୁଣିଲେ, ସେଦିନ ଘଟିଲା ଏକ ବିରାଟ ବଡ଼ ଚମତ୍କାର। ହଠାତ୍ ମନ୍ଦିରରେ ଜଣେ ବ୍ୟକ୍ତି ଆସି ପହଞ୍ଚିଗଲେ। ସେ ବହୁତ ସମୟ ହେଲା ଦୂରରେ ଠିଆ ହୋଇ ଶୁଭଶ୍ରୀ ମାଡାମଙ୍କର ସବୁ କଥା ଶୁଣୁଥିଲେ। ଆଉ ଶୁଭଶ୍ରୀ ମାଡାମଙ୍କର ଦୁଃଖ ଶୁଣି ତାଙ୍କ ଆଖିରେ ବି ଲୁହ ଆସି ଯାଇଥିଲା ସେଦିନ। ଆଉ କିଛି ସମୟ ସେ ନୀରବ ହୋଇ ଛିଡ଼ା ହେବା ପରେ ସେ ଶୁଭଶ୍ରୀ ମାଡାମ ପାଖକୁ ଯାଇ ଆଉ ଶୁଭଶ୍ରୀ ମାଡାମକୁ କହିଲେ, ମା ତୁ ଆଉ କାନ୍ଦେ ନାରେ, ମୁଁ ତୋର ସବୁ କଥା ଶୁଣିଛି। ମୁଁ ତୋର ବାପ ବୟସର ହେବି। ସେ ମହାପ୍ରଭୁ ମୋ କୋଳରେ ଝିଅଟିଏ
ଦେଇ ନଥିଲେ ସିନା, କିନ୍ତୁ ଆଜି ତ ଦୁଃଖରେ ମୁଁ ନିଶ୍ଚୟ ଛିଡ଼ା ହେବି। ତୁ ମୋ ଝିଅ ଭଳିଆ। ମନ୍ଦିରକୁ ଆସିଥିଲି ସେହି ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ, କିନ୍ତୁ ଏଠି ଆସି ତୋର ସବୁ କଥା ମୁଁ ଶୁଣିଛି। ତୁ ଜମାରୁ ମନ ଦୁଃଖ କରନା ଝିଅ। ତୋ ସ୍ୱାମୀଙ୍କର କିଛି ବି ହେବନି। ସେ କାଳିଆ ଠାକୁର ସବୁ ଠିକ କରିଦେବେ, ସବୁ ଠିକ କରିଦେବେ। ସେ ଲୋକ ଜଣଙ୍କ ମୁହଁରୁ ଏମିତି କିଛି ଶୁଣି ଶୁଭଶ୍ରୀ ମ୍ୟାଡ଼ାମ ଆହୁରି ଜୋରରେ କାନ୍ଦିବାକୁ ଲାଗିଲେ ସେଦିନ। ଏହାପରେ ସେଇ ଲୋକ ଜଣଙ୍କୁ ଶୁଭଶ୍ରୀ ମ୍ୟାଡ଼ାମଙ୍କ ଆଖିର ଲୁହ ପୋଛିବାକୁ କହିଲେ, ଆଉ ତାଙ୍କ ଲୁହକୁ ମଧ୍ୟ ସେଦିନ ସେ ପୋଛିଦେଲେ। ହାତରେ କିଛି ଟଙ୍କା ଦେଇ କହିଲେ, ଏ ଟଙ୍କା ରଖିନେ ମା, ତୋ ସ୍ୱାମୀଙ୍କୁ ନେଇ ଶୀଘ୍ର ଗୋଟିଏ ହସ୍ପିଟାଲରେ ଦେଖା। ମୋର ଆଶା ସେ କାଳିଆ ଠାକୁର ତୋ ସ୍ୱାମୀଙ୍କୁ ଜଲ୍ଦି ଭଲ କରିଦେବେ। ଏତିକି କହି ସେ ଲୋକ ଜଣକ ସେଠୁ ଚାଲିଗଲେ। ଶୁଭଶ୍ରୀ ମ୍ୟାଡ଼ାମଙ୍କ ପାଟିରୁ କଥା ବାହାରୁ ନଥାଏ ସେତେବେଳେ। ଏସବୁ କ'ଣ ଘଟିଯାଇଛି ସେ କିଛି ବୁଝିପାରି ନାହାନ୍ତି ସେଦିନ। ସେ ଲୋକ ଜଣକୁ ସେ ଚିହ୍ନି ନାହାନ୍ତି କି ଜାଣିନାହାନ୍ତି, କି ପାଖାପାଖି କେବେ ବି ଦେଖି ନାହାନ୍ତି। କିନ୍ତୁ ହଠାତ୍ ସେ ଆସିଲେ ଆଉ ଏତେ ବଡ଼ ସାହାଯ୍ୟ କରି ଚାଲିଗଲେ। ଏ କଥା ସବୁ ଭାବି ପାରିଲେନି ଶୁଭଶ୍ରୀ ମ୍ୟାଡ଼ାମ ସେଦିନ। ସେ ଆଉ କିଛି ନ ଭାବି ଦୌଡ଼ି ଆସିଲେ ଆଉ ସ୍ୱାମୀଙ୍କୁ ନେଇ ଭୁବନେଶ୍ୱର ବଡ଼ ମେଡ଼ିକାଲକୁ ଚାଲିଗଲେ। ଆଉ କିଛି ଦିନ ସେଠାରେ ଚିକିତ୍ସା ହେଲା ପରେ ତାଙ୍କ ସ୍ୱାମୀଙ୍କର ଅବସ୍ଥା ଧୀରେ ଧୀରେ ସୁସ୍ଥ ହେବାରେ ଲାଗିଲା। ଆଉ ସେହି ଦିନଠାରୁ ସ୍ୱାମୀଙ୍କର ଏହି ଅବସ୍ଥାରୁ ନିଜକୁ କିପରି ଫେରାଇ ଆଣିଲେ ଏବଂ ସେ ଲୋକ ଜଣକ କିଏ ଥିଲା ସେ କଥା ଭାବି ମଧ୍ୟ ଶୁଭଶ୍ରୀ ମ୍ୟାଡ଼ାମ ଆଜି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାନ୍ତି ଏବଂ ପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କର ଏ ଲୀଳା ସମ୍ବନ୍ଧରେ ସେ ଲୋକଙ୍କୁ ତାଙ୍କର ଅନୁଭୂତି ଜଣାଇ ସେ ବହୁତ ଖୁସି ହୋଇଯାନ୍ତି ଏବଂ ପ୍ରତ୍ୟେକ ବର୍ଷ ମହାପ୍ରଭୁଙ୍କ ରଥଯାତ୍ରାରେ ଯାଇ ସେ ମହାପ୍ରଭୁଙ୍କର ଦର୍ଶନ କରନ୍ତି ଏବଂ ରଥ ଟାଣନ୍ତି ଏବଂ ମହାପ୍ରଭୁଙ୍କର ଏତେ ବଡ଼ କୃପା ତାଙ୍କ ଉପରେ ଥିବାରୁ ସେ ନିଜକୁ ଧନ୍ୟ ମନେ କରନ୍ତି। ତ ଦର୍ଶକ ବନ୍ଧୁ, ଏହି ସୁନ୍ଦର ଅନୁଭୂତିଟି ଆପଣମାନଙ୍କୁ କେମିତି ଲାଗିଛି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ। ତ ଦର୍ଶକ ବନ୍ଧୁ, ଆଜିର ଭିଡ଼ିଓରେ ଏତିକି ଥିଲା। ତ ଆଗାମୀ ଭିଡ଼ିଓକୁ ଅପେକ୍ଷା କରି ରହିଥାନ୍ତୁ ଏବଂ ଏହିପରି ସୁନ୍ଦର ସୁନ୍ଦର ମହାପ୍ରଭୁଙ୍କର ଅନୁଭୂତି ଗୁଡ଼ିକୁ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖିଥାନ୍ତୁ। ତ ଆଜିର ଭିଡ଼ିଓରେ ଏତିକି ଥିଲା। ଜୟ ଜଗନ୍ନାଥ।